ମାଡ଼ଖିଆ ଗଙ୍ଗାଧର ଏ ଛାଡ଼ ଘର ଭଙ୍ଗା ନୀତିକି ମାଡ଼ଖିଆ ଗଙ୍ଗାଧର ଛାଡ଼ ଘର ଭଙ୍ଗା ନୀତିକି ମାଡ଼ଖିଆ ଗଙ୍ଗାଧର ଶ୍ମଶାନରେ ବାସ କଲୁ ଶ୍ମଶାନରେ ବାସ କଲୁ ଶ୍ମଶାନରେ ବାସ କଲୁ ଶ୍ମଶାନରେ ବାସ କଲୁ ହରିଏ କେଉଁରି ଶିଖି ମାଡ଼ଖିଆ ଗଙ୍ଗାଧର ଛାଡ଼ ଘର ଭଙ୍ଗା ନୀତିକି ମାଡ଼ଖିଆ ଗଙ୍ଗାଧର ଶିବ କହିଲେ ମୋର ଯଦି ଧନ ଥାନ୍ତା ତାହେଲେ ମୁଁ ତ ଭାରି ସୁନ୍ଦର ଘର କରିକି ନାରାୟଣ ଦ୍ୱାରିକାପୁରରେ କେଡ଼େ ସୁନ୍ଦର ଅଟ୍ଟାଳିକା କରିକି ଅଛନ୍ତି। ବ୍ରହ୍ମା କେଡ଼େ ସୁନ୍ଦର ଅଟ୍ଟାଳିକା କରିକି ରହିଛନ୍ତି। ଦେବରାଜ ଇନ୍ଦ୍ର କେଡ଼େ ସୁନ୍ଦର କୋଠା ଘର ତିଆରି କରିକି ରହିଛନ୍ତି। ନାଇଁ ମୋର ଧନ ନାହିଁ ବୋଲି ମୁଁ ଏ ମଶାଣୀର ବାଉଁଶକୁ ବୋଳିକି ପଡ଼ିଛି। ହଁ ରେ ଧନ ମୋ ପାଖରେ ଥିଲେ ମୁଁ ତ ଧନ ଦେଇ ନଥାନ୍ତି। ଧନ ମୋ ପାଖରେ ନାହିଁ। ନାଇଁ କହିଲା ଯଦି ଧନ ବ୍ୟତିରେକ ତୋ ମାକୁ ଯୋଡ଼ିଏ ଆଖି ଦେବି ଆଉ ତୋ ସ୍ତ୍ରୀ କି ପୁଅଟିଏ ଦେବି ତୁ ଏ କଥା ରାଜି? ପିଲାଟି କହିଲା ନା ମୁଁ 3ଟା ବର ନେଲେ ଯିବି ନହେଲେ ଯିବିନି। ସେଦିନ ଦେବଦେବ ମହାଦେବ କହିଲେ ଧନରେ ତତେ ମୁଁ ଏ 3ଟା ବର କେବେ ଦେଇପାରିବିନି। 3ଟା ବର ଭିତରୁ ଗୋଟିଏ ବର ଦେବି। ମନସ୍ଥ କର କୋଉ ବର ନେବୁ। ଧନ ନେଲେ ପୁଅ ଆଉ ଆଖି ଦେବିନି। ଯଦି ପୁଅ ନବୁ ଧନ ଦେବିନି କି ତୋ ମାକୁ ଆଖି ଦେବିନି। ତୋ ମାକୁ ଯଦି ଆଖି ଦେବି ତାହେଲେ ତୋ ସ୍ତ୍ରୀ କି ପୁଅ ଦେବିନି କି ତତେ ଧନ ଦେବି। ପିଲାଟି ଭାବିଲା କହିଲା ନା ଯଦି ମୁଁ ଧନ ମାଗିକି ନେଇଯାଏ ସ୍ତ୍ରୀ ଘରକୁ ଛାଡ଼ିବନି। ମା ପାଖରେ ଦୋଷୀ ହେଇଯିବି। ମା କୁ କଥା ଦେଇଛି। ନାଇଁ ସ୍ତ୍ରୀ ପାଇଁ ଯଦି ମାଲ ପୁଅଟିଏ ନେଇଯାଏ ତାହେଲେ ମୁଁ ଯୋଉ ଦରିଦ୍ର ସେଇ ଦରିଦ୍ର ପରିବାର ବଢିବ କିନ୍ତୁ ଖାଇବା ପାଇଁ ଦାନା ଦେଇପାରିବି। ନାଇଁ ମା କହିବ ଇଏ ହଉଛି ସ୍ତ୍ରୀ ସକିଆ ସ୍ତ୍ରୀ ପାଇଁ ମାଗି ଆଣିଲା ପରେ ମୋ ପାଇଁ ଆଣିଲାନି। ଭାରି ବିଷମରେ ପଡିଗଲା ପିଲାଟି। କଣ କରିବ ଯେତେବେଳେ ଭାବିଲା ଶିବ କହିଲେ ଯା ଘରକୁ ପଳା ଘରେ ବିଚାର ବିମର୍ଶ କରି ଗୋଟିଏ ବର ମାଗିଲେ ମୁଁ ଦେବି।